ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ। କଳା ଓ କଳାକାର ହିତୈଷୀ ମହାମଞ୍ଚ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସପ୍ତମ ବାର୍ଷିକ ଉତ୍ସବ ଆସନ୍ତା ଜୁଲାଇ 3 ତାରିଖରେ ପ୍ରକାଶ ମହଲଠାରେ ଅନୁଷ୍ଠିତ ହେବ। ଏଥିସକାଶେ ଏକ ପ୍ରସ୍ତୁତି ବୈଠକ ସଂଘ ସଭାପତି ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଉପସଭାପତି ଶଙ୍କର୍ଷଣ ସାବତ, ଉପଦେଷ୍ଟା ସୁଦାମ ପଟ୍ଟନାୟକ ଓ ହରିଶ୍ଚନ୍ଦ୍ର ବରଡ଼ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଆଗାମୀ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ଏଥିସହିତ କୋଷାଧ୍ୟକ୍ଷ ଅଭିରାମ ରାଉଳ, ଅଶୋକ ପାତ୍ର, ସୁରେନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ଗୌଡ଼, ଚନ୍ଦ୍ରଭାନୁ ନାୟକ, ପାଣ୍ଡବ ପ୍ରଧାନ, ଟି ତାରିଣୀ ରାଓ, ସନ୍ତୋଷ କୁମାର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବଳରାମ ପ୍ରଧାନ, ଚିତ୍ତରଞ୍ଜନ ଦଳେଇ, ଜି କାମಯ್ୟା, ଚାନ୍ଦମାମା ବେହେରା, ଛବିରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଗୀତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ, ରୋଶନଙ୍କ ରିପୋର୍ଟ।